କିନ୍ତୁ ଭାରତ ସରକାର ଦେଶର କୃଷକମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ଓ ସେମାନଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଅନେକ ଯୋଜନା ଚଳାଉଛନ୍ତି। ଏହା ମଧ୍ୟରେ ଆପଣମାନଙ୍କର ଅତି ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା, ପିଏମ୍ କିଷାନ ମାନଧନ ଯୋଜନା। ଠିକ୍ ଅଛି, ତ ଏହି ଯୋଜନାରେ ଅଧୀନରେ 60 ବର୍ଷ ବୟସ ପରେ କୃଷକମାନଙ୍କୁ ପ୍ରତି ମାସରେ 3000 ଟଙ୍କାର ପେନ୍ସନ୍ ପ୍ରଦାନ କରାଯାଉଛି, ଯାହା ବାର୍ଷିକ 36,000 ଟଙ୍କା ହେଉଛି। ତ ଆପଣମାନେ ଶୁଣିକି ଏଟାକୁ ଛାଡ଼ିକି ପଳେଇ ଯାଆନ୍ତୁ ନାହିଁ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଗଭର୍ଣ୍ଣମେଣ୍ଟର ପ୍ରତ୍ୟେକ ସ୍କିମ୍ରେ କିଛି ଏମିତି କଥା ଥାଏ ଯାହାକୁ ଆପଣ ସହଜରେ ବୁଝିବା କଷ୍ଟକର ସାଧ୍ୟ ହେଲେ ମଧ୍ୟ ଆମେ ଯେମିତି ଆପଣମାନଙ୍କୁ ବୁଝେଇବା ସେଇ ତାପରେ ଆପଣ ବି ନିଜେ ବୁଝିପାରିବେ, ନିଜେ କହିବେ ନାହିଁ କିଛି ଏଇ ଯୋଜନାରେ ଅନ୍ତର୍ଭୁକ୍ତ ହେଲେ ଆମର ଫାଇଦା ଅଛି। ତ ଚାଲନ୍ତୁ ଟୋଟାଲି କ'ଣ ଫାଇଦା ପାଇବେ ପୁରା ଡିଟେଲ୍ସ ମୁଁ ଆପଣଙ୍କୁ କହିଦେବି। ତ ଏଇ ଯୋଜନା ଖାସ୍ କରିକି ଛୋଟ ଓ ସୀମାନ୍ତ କୃଷକମାନଙ୍କ ବୃଦ୍ଧାବସ୍ଥାରେ ଆର୍ଥିକ ସ୍ୱାବଲମ୍ବୀ ହେବା ପାଇଁ ଡିଜାଇନ୍ କରାଯାଇଛି। ତ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ବିସ୍ତୃତ ଭାବେ। ତ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା କ'ଣ? ପ୍ରଶ୍ନ ଆସୁଥିବ ଯେ ଏଇ ଯୋଜନାଟା କ'ଣ, ଆମେ କାହିଁକି ଏଥିରେ ପଇସା ରଖିବା, ତ କ'ଣ କଥା? ତ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ହେଉଛି ଏକ ପେନ୍ସନ୍ ଯୋଜନା ଯାହା 2019 ମସିହାରେ ଆରମ୍ଭ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ବୃଦ୍ଧାବସ୍ଥାରେ ଆର୍ଥିକ ସହାୟତା ପ୍ରଦାନ କରିବା, ଯେପରି ସେମାନେ ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ନିଜ ଜୀବନ ନିର୍ବାହ କରିପାରିବେ। ଏହି ଯୋଜନା ଅଧିକରେ କୃଷକମାନଙ୍କୁ ନିଜ ବୟସ ଅନୁସାରେ ପ୍ରତି ମାସେ 55ରୁ 200 ଟଙ୍କା ଜମା କରିବାକୁ ପଡ଼ିବ। ତ କେମିତି ଜମା କରିବେ, କେ ବୟସରେ ଜମା କରିବେ ମୁଁ କହିବି, ଡିଟେଲ୍ସ ୱେଟ୍ କରନ୍ତୁ। ଏବଂ ସରକାର ମଧ୍ୟ ସମାନ ପରିମାଣରେ ଅଂଶଦାନ କରିବେ। 60 ବର୍ଷ ବୟସ ପରେ କୃଷକମାନେ ପ୍ରତି ମାସରେ 3000 ଟଙ୍କା ପେନ୍ସନ୍ ପାଇବେ। ଦେଖନ୍ତୁ ଭିଡ଼ିଓ ଏହା ଉପରେ ମୋର କରିବାର ତାତ୍ପର୍ଯ୍ୟ ଏହା କି ସ୍କିମ୍ର ଡିଟେଲ୍ସ ବୁଝନ୍ତୁ, କାହିଁକି ଷ୍ଟିଲ୍ ଆମର ନିହାତି ଏହାର ଫାଇଦା ଅଛି, ଆପଣମାନେ ନିଶ୍ଚିତ ଉଠାନ୍ତୁ। ତେଣୁ ସେଥିପାଇଁ ମୁଁ ଭିଡ଼ିଓଟେ କଲି। ତ କିଏ ନେଇପାରିବେ ଏହି ଯୋଜନାର ଲାଭ, ଆପଣମାନଙ୍କୁ ମୁଁ ତାପରେ ପଏଣ୍ଟ କହି ରଖୁଛି କିଏ ନେବେ ଏ ଯୋଜନାର ଲାଭ। ନା ଏହି ଯୋଜନାର ଲାଭ ନେବା ପାଇଁ କୃଷକମାନଙ୍କୁ ନିମ୍ନଲିଖିତ ସର୍ତ୍ତ ପୂରଣ କରିବାକୁ ପଡ଼ିବ। ବୟସ କେତେରୁ କେତେ ଦରକାର, ନା ବୟସ 18ରୁ 40 ବର୍ଷ ଦରକାର। ଜିନିଷ ପୁରା ଡିଟେଲ୍ ଶୁଣନ୍ତୁ। ଆଉ ଜମି କେତେ ଥିବ, ନା କୃଷକ ନାମରେ 2 ହେକ୍ଟର କିମ୍ବା ତାଠାରୁ କମ୍ କୃଷିଯୋଗ୍ୟ ଜମି ଥିବା ଜରୁରୀ। ଆଉ କ'ଣ ଅଛି, ନା ଆବେଦନକାରୀ ସରକାରୀ ଚାକିରି ନଥିବେ, କୌଣସି କର ଦାଖଲ କରୁନଥିବେ, ଟ୍ୟାକ୍ସ ପେମେଣ୍ଟ କରୁନଥିବେ। ଆବେଦନକାରୀ EPF, NPS କିମ୍ବା ESIC ଭଳି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ନାହିଁ। ମାସିକ ଆୟ 15,000 ଟଙ୍କାରୁ ଅଧିକ ହେବା ଉଚିତ ନୁହେଁ। ତାପରେ ଆପଣ ଜାଣିଥିବେ ଏଇଟା କେମିତି, ଏଇଟା ହେଉଛି ଗୋଟେ ମୁଖ୍ୟ ପଏଣ୍ଟ। ଅଂଶଦାନ କେତେ ଓ କିପରି କରିବେ, ଏଇଟା ଡାଉଟ୍ ସମସ୍ତଙ୍କର ରହିଥାଏ। ଦେଖନ୍ତୁ ଏହି ଯୋଜନାରେ କୃଷକଙ୍କୁ ସେମାନଙ୍କର ବୟସ ଅନୁସାରେ ମାସିକ ଅଂଶଦାନ କରିବାକୁ ପଡ଼େ। ଆପଣ ତ ଜାଣିନେଲେ 55ରୁ 200 ଭିତରେ ଦେବେ, କିନ୍ତୁ କେ ବୟସରେ କେତେ ଟଙ୍କା ଦେବେ ସେଇଟା ବୟସ ଅନୁପାତରେ ଜଣାପଡ଼ିବ। କାହିଁକି ନା 18ରୁ 40 ବର୍ଷ ଭିତରେ ଯାହାର ହେଇଥିବ ଏହି ଯୋଜନାରେ ସେମାନେ ଭାଗ ନେବେ। ତାପରେ 60 ବର୍ଷ ପରେ ସେମାନେ ପଇସା ପାଇବେ, ପ୍ରତ୍ୟେକ ମାସକୁ 3000। ତ 18ରୁ 29 ବର୍ଷ ମାସିକ 55ରୁ 109 ଟଙ୍କା ଦେବେ। 30ରୁ 39 ବର୍ଷ ମାସିକ 110ରୁ 199 ଟଙ୍କା ପଡ଼ିବ। 40 ବର୍ଷ ମାସିକ 200 ଟଙ୍କା। ସରକାର ମଧ୍ୟ ସମାନ ପରିମାଣରେ ଅଂଶଦାନ କରିବେ, ଯାହା କୃଷକ ପେନ୍ସନ୍ ଯେଉଁ ଅଛି ଫଣ୍ଡକୁ ଦୃଢ଼ କରିବ। ଉଦାହରଣ ସ୍ୱରୂପ ଯଦି ଜଣେ କୃଷକ 18 ବର୍ଷ ବୟସରେ ଯୋଗଦାନ କରନ୍ତି ଏବଂ ମାସିକ 55 ଟଙ୍କା କରନ୍ତି ବା ଦିଅନ୍ତି, ତେବେ ସରକାର ମଧ୍ୟ 55 ଟଙ୍କା ଯୋଗ କରିବେ। 60 ବର୍ଷ ପରେ ତାଙ୍କୁ ମାସିକ 3000 ଟଙ୍କା ପେନ୍ସନ୍ ମିଳିବ। ଅନ୍ୟାନ୍ୟ ସୁବିଧା କ'ଣ, ପାରିବାରିକ ପେନ୍ସନ୍ ଯଦି ଲାଭାର୍ଥୀ କୃଷକଙ୍କର ମୃତ୍ୟୁ ହୁଏ ତାଙ୍କ ପତ୍ନୀଙ୍କୁ ପ୍ରତି ମାସେ 1500 ଟଙ୍କାର ପାରିବାରିକ ପେନ୍ସନ୍ ମିଳିବ। ନୋଟ୍ କରନ୍ତୁ। ତ PM କିଷାନ ସହ ସଂଯୋଗ, ଯଦି ଆପଣ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ନାମିତ, ତେବେ ଏହି ଯୋଜନାରେ ନାମ ଲେଖାଇବା ଆହୁରି ସହଜ। ତାହେଲେ PM କିଷାନ ଯଦି ଆପଣ ହିତାଧିକାରୀ ହେଇଥାନ୍ତି ତେବେ ଏଥିରେ ଅନ୍ତର୍ଭୁକ୍ତ କରିବା ଆହୁରି ସହଜ। ଏହା ସହିତ ପେନ୍ସନ୍ ଅଂଶଦାନ PM କିଷାନରୁ ମିଳୁଥିବା 6000 ଟଙ୍କାରୁ ସ୍ୱୟଂଚାଳିତ ଭାବେ କଟି ହୋଇପାରିବ।
ଯାହାଦ୍ୱାରା କୃଷକକୁ ଅଲଗା ଅର୍ଥ ଦେବାକୁ ପଡ଼ିବ ନାହିଁ। ଆପଣ ଯଦି ପିଏମ୍ କିଷାନ ହିତାଧିକାରୀ ଅଟନ୍ତି ତେବେ ଆପଣ ପାଉଥିବେ 6,000 ଟଙ୍କା। ତ ଆପଣ ଆଉ ପେନସନ୍ ଯେଉଁ ବୟସ ଅନୁସାରେ ଯେତିକି ପଇସା ଦେବାର ଥିବ ସେ ଏଇଥିରୁ କଟିଯିବ ବୋଲି କହୁଛି। ତାପରେ ରହିଲା କିପରି କରିବେ ଆବେଦନ। ତ ଏଇ ଯୋଜନାରେ ନାମ ଲେଖାଇବା ପାଇଁ 2ଟି ପଦ୍ଧତି ଅଛି, ଅନଲାଇନ୍ ଅଫଲାଇନ୍ ଅଛି। ତ ଆପଣ ଅନଲାଇନ୍ ପଦ୍ଧତି ଅଫିସିଆଲ୍ ୱେବସାଇଟ୍ mandhan.in କିମ୍ବା pmkisan.gov.in କୁ ଯାଇକି ସେଲ୍ଫ ଏନରୋଲମେଣ୍ଟ ଅପସନ୍କୁ କ୍ଲିକ୍ କରନ୍ତୁ। ଆପଣଙ୍କ ମୋବାଇଲ ନମ୍ବର ଦେଇ OTP ଜେନେରେଟ୍ କରନ୍ତୁ। ଆବଶ୍ୟକ ତଥ୍ୟ ପୂରଣ କରି ଫର୍ମ ସବମିଟ୍ କରନ୍ତୁ ଏବଂ ଏକ ପ୍ରିଣ୍ଟ ଆଉଟ୍ ମଧ୍ୟ ରଖନ୍ତୁ। ଅଫଲାଇନ୍ ପଦ୍ଧତିରେ ନିକଟସ୍ଥ କମନ୍ ସର୍ଭିସ ସେଣ୍ଟର CSC କୁ ଯାଇ ଆବଶ୍ୟକ ଡକୁମେଣ୍ଟ ଜମା କରିକି ଏସବୁ ଲାଭାର୍ଥୀ ବା ଲାଭ ନେଇପାରିବେ। ତ ଦର୍ଶକ ବନ୍ଧୁ, ଭିଡ଼ିଓଟା ପୁରା ଏହା ଏକ ଗଭର୍ଣ୍ଣମେଣ୍ଟ ସ୍କିମ୍ ବିଷୟରେ ଥିଲା ସତ, କିନ୍ତୁ ଆପଣଙ୍କର ହିଁ ଫାଇଦା କେମିତି କ'ଣ ଆପଣ ବୁଝିପାରୁଥିଲେ। ବୟସ କେତେରୁ କେତେ ପଇସା ମିଳିବ ଡିଟେଲ୍ସ ବୁଝିପାରିଲେ। ନିଶ୍ଚିତ ମୁଁ ଚାହିଁବି ସାଙ୍ଗସାଥିମାନଙ୍କ ସହିତ ଏହାକୁ ସେୟାର କରନ୍ତୁ। ଆଉ ଚ୍ୟାନେଲରେ ନୂଆ ଥିଲେ ନିଶ୍ଚିତ ଗୋଟିଏ ସବସ୍କ୍ରାଇବ୍ କରିକି ରଖିଥାନ୍ତୁ। ଭଲ ଭିଡ଼ିଓ ବା ଅପଡ଼େଟ୍ ନେଇକି ଆସେ।